ବଡ ଖବର ଗଣେଶ ଠାକୁର ଭସାଣୀ ସମୟରେ ଗୋଷ୍ଠୀ ସଂଘର୍ଷ ତିହିଡି ବ୍ଲକ ପାଳିଆବିନ୍ଦାଠାରେ ଏପରି ଘଟଣା ଘଟିଛି। ଏଥିରେ ଦୁଇ ପକ୍ଷରୁ 15 ଜଣ ଗୁରୁତର ଆହତ ହେବା ସହିତ 5 ଜଣ ସାମାନ୍ୟ ଆହତ ହୋଇଛନ୍ତି। ଏ ସମ୍ପର୍କରେ ତିହିଡି ଥାନାରେ ଲିଖିତ ଅଭିଯୋଗ ହୋଇଅଛି ଏବଂ ଗଣ୍ଡଗୋଳ ସହିତ ସମ୍ପୃକ୍ତ କିଛି ବ୍ୟକ୍ତିଙ୍କୁ ମଧ୍ୟ ଆମେ ଗିରଫ କରିଛୁ। ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ଏସଡିପିଓ ଚାନ୍ଦବାଲି ସାର୍, ତହସିଲଦାର ତିହିଡି ଏବଂ କିଛି ଅନ୍ୟାନ୍ୟ ଭଦ୍ର ବ୍ୟକ୍ତି, ସରପଞ୍ଚ ଏବଂ ସମିତି ସଭ୍ୟ, ଗାଁର କିଛି ବଛା ବଛା ମୁରବୀ। ପରିସ୍ଥିତି ଅନିୟନ୍ତ୍ରଣ ହେବାରୁ ସେଠାରେ ପୋଲିସ ମୁତୟନ ହୋଇଥିଲେ। ଘଟଣାସ୍ଥଳରେ ଭଦ୍ରକର ଏସପି, ଚାନ୍ଦବାଲିର ଏସଡିପିଓ, ଭଦ୍ରକର ରୁରାଲ ଆଇସି, ବିରାହାଟର ଆଇଇସି, ତିହିଡି ଥାନା ଅଧିକାରୀ ଏବଂ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ଥିଲେ। ଗତକାଲି ଆକ୍ଚୁଆଲି ଆମର ଗୋଟେ ଗଣେଶ ପ୍ରସେସନ ଚାଲିଥିଲା। ଗଣେଶ ପ୍ରସେସନ ସମୟରେ ସେଠି ଗୋଟେ ମାନେ ଅପରପକ୍ଷ ସାଙ୍ଗରେ ଗୋଟେ ଡିସ୍କସନ ହେଇଥିଲା ଗାଡି ଛାଡିବା ପାଇଁ। ସେଟା ଗୋଟେ ଗ୍ରୁପ ଥିଲେ ପ୍ରସେସନ ପାଇଁ, ଆଉ ସେଠି ଲୋକ ଟିକେ ଭିଡ ଥିଲେ। ଅପରପକ୍ଷ ଗାଡି ନେଇକି ଆସିଥିଲେ, ଗାଡି ଛାଡିବା ପାଇଁ ଡିସ୍କସନ ଥିଲା। ସେଥିରୁ ମାନେ ବଚସା ହେଇଥିଲା ଦି ପକ୍ଷ ଭିତରେ, ଆଉ ତାକୁ ନେଇକି ଟିକେ ମାନେ ଗଣ୍ଡଗୋଳ ହେଇଥିଲା। କିନ୍ତୁ ଆମେ ରାତିରେ ଗତକାଲି ସେଟା ଅଣ୍ଡର କଣ୍ଟ୍ରୋଲ ଥିଲା, ଗଣ୍ଡଗୋଳଟା କିଛି ନାହିଁ। ଆମେ ପୋଲିସ ଫୋର୍ସ ବି ରାତିରେ ସେଇ ଯୋଉ ସେନ୍ସିଟିଭ ଜାଗାରେ ଡିପ୍ଲୟ କରିଥିଲୁ। ଆଉ ଆଜି ଆମେ ଯୋଉ ଶାନ୍ତି କମିଟି କରିଛି, ଏଇ ଶାନ୍ତି କମିଟିରେ ଆମେ ଏଇଆ ସମସ୍ତେ ସହମତ ଅଛି କି ସମସ୍ତେ ଆମେ ଯେମିତି ପୂର୍ବରୁ ଯେମିତି ଦି ପକ୍ଷ ଯେମିତି ସଦ୍ଭାବନା ସହିତ ରହୁଥିଲେ, ଶାନ୍ତି ସହିତ ରହୁଥିଲେ, ସେମିତି ଶାନ୍ତି ସଦ୍ଭାବନା କାୟମ ରହିବ। ଛୋଟିଆ ଘଟଣାକୁ କେନ୍ଦ୍ର କରି ଦୁଇ ପକ୍ଷ ମଧ୍ୟରେ ଗୋଟେ ଗଣେଶ ଭସାଣିକି ଯିବା ସମୟରେ ଗୋଟେ ମନମାଳିନ ଉପୁଜିଥିଲା। ସେ ମନମାଳିନ ଉପୁଜିଲା ପରେ ଦୁଇ ପକ୍ଷ ଥାନାର ଦ୍ୱାରସ୍ଥ ହେଇଥିଲେ। ତାକୁ ସେଠି ସେ ଅଞ୍ଚଳରେ ଗୋଟେ ଶାନ୍ତି ଶୃଙ୍ଖଳା ଫେରାଇ ଆଣିବା ପାଇଁ ପ୍ରଶାସନ ତରଫରୁ ଆମେ ଆଜି ଗୋଟେ ଶାନ୍ତି କମିଟି ଗଠନ କରିଥିଲୁ। ଆହତ ମାନେ ତିହିଡି ଡାକ୍ତରଖାନାରେ ଚିକିତ୍ସା ହେଲା ପରେ ଭଦ୍ରକର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛନ୍ତି। ପରିସ୍ଥିତି ଏବେ ଶାନ୍ତ ପଡିଛି। ଏହାର ସମାଧାନ ପାଇଁ ଦୁଇ ପକ୍ଷ ଲୋକଙ୍କୁ ନେଇ ଶାନ୍ତି କମିଟି ଡକାଯାଇଥିବା ସୂତ୍ରରୁ ପ୍ରକାଶ। ଲିଖିତ ଅଭିଯୋଗ ମୂଳେ ଥାନାର ମାମଲା ରୁଜୁ ହୋଇଥିବା ଏସଡିପିଓ କାର୍ତ୍ତିକ ଚନ୍ଦ୍ର ମଲ୍ଲିକ ସୂଚନା ଦେଇଛନ୍ତି। ତିହିଡିରୁ ଅଭୟ ପତିଙ୍କ ରିପୋର୍ଟ, ସ୍ୱତନ୍ତ୍ର ଓଡ଼ିଶା ଲାଇଭ୍।